ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେହି +3 ଫାର୍ଷ୍ଟ ସେମିଷ୍ଟାରର AECC1 ଯେଉଁଟାକି ପେପର୍ ସବଜେକ୍ଟ ହେଲା ଏନଭାରମେଣ୍ଟ। ଓକେ, ସେ ୟୁନିଟ୍ 1ର ଆମର ଯାଇଛି ପୂର୍ବରୁ 106ଟା ସର୍ଟ କୋଶ୍ଚିନ୍ 3ଟା ଭିଡ଼ିଓରେ, ଏଇଟା 107ରୁ ଅଛି ଏଠୁ। ଓକେ, ଦେଖ, ଯେଉଁମାନେ ଭିଡ଼ିଓକୁ ଦେଖୁଛନ୍ତି ଲାଇକ୍ ସେୟାର ଏବଂ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ମୋର କ'ଣ ଭୁଲଭାଲ ହେଉଛି, ଆଉ କ'ଣ କ'ଣ ପଢ଼େଇବି। ଓକେ, ଟେଲିଗ୍ରାମ ମୋର ଅଛି, ତା ଦେହରେ ଜଏନ୍ କର, ସବୁ ଆଲୋଚନା କରିବା କ'ଣ କ'ଣ ସବୁ। ଓକେ, ଏବଂ ସବସ୍କ୍ରାଇବ୍ କର ହେଲା। ଓଡ଼ିଶାର ନଦୀ ଜଳ ପ୍ରଦୂଷଣ ଓ ଏହାର ନିରାକରଣ ଆଇନ ଡ୍ୟାସ୍ ମସିହାରେ ପ୍ରବର୍ତ୍ତନ କରାଯାଇ ନଦୀ ଜଳ ପ୍ରଦୂଷଣକୁ ବିଶେଷ ଭାବରେ ନିୟନ୍ତ୍ରଣ ଓ ନିରାକରଣ କରାଯାଉଅଛି। 1953 ଡ୍ୟାସ୍ ମସିହାରେ ନଦୀ ବୋର୍ଡର ଆଇନ ଲାଗୁ କରାଯାଇ ଜଳ ପ୍ରଦୂଷଣ ନିମନ୍ତେ ନଦୀ କୂଳବର୍ତ୍ତୀ କଳକାରଖାନାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଗଲା। 1956 ମହାରାଷ୍ଟ୍ର ସରକାର ଡ୍ୟାସ୍ ମସିହାରେ ପୋଖରୀ, ହ୍ରଦ, ନଦୀ ଇତ୍ୟାଦି ଜଳାଶୟଗୁଡ଼ିକୁ ପ୍ରଦୂଷଣ ଓ ନିୟନ୍ତ୍ରଣ ଆଇନ ଲାଗୁ କଲେ। 1963 ଡ୍ୟାସ୍ ମସିହାରେ ଭାରତ ସରକାର ଜଳ ପ୍ରଦୂଷଣ ଓ ନିୟନ୍ତ୍ରଣ ଆଇନ ଲାଗୁ କଲେ। 1974 ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଉପଲବ୍ଧ କରି ଡ୍ୟାସ୍ ମସିହାରେ ସର୍ବପ୍ରଥମେ ପ୍ରବର୍ତ୍ତନ କରାଯାଇଥିଲା। 1905 କଳକାରଖାନାରୁ ଚିମିନି ଦ୍ୱାରା ନିର୍ଗତ ଗ୍ୟାସ୍ ଦ୍ୱାରା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ଡ୍ୟାସ୍ ମସିହାରେ ଦ ଫ୍ୟାକ୍ଟରି ସେଟ୍ ଲାଗୁ କରାଗଲା। 1948 ବାୟୁଜନିତ ପ୍ରଦୂଷଣ ବିରୋଧ ଓ ନିୟନ୍ତ୍ରଣ ଆଇନ ଡ୍ୟାସ୍ ମସିହାରେ ପ୍ରଣୟନ କରାଯାଇ ଶକ୍ତି ବିଧାନ ନିମନ୍ତେ ବ୍ୟବସ୍ଥା କରାଯାଇଛି। 1981 କଳକାରଖାନା ସଂଶୋଧନ ଆଇନ ଡ୍ୟାସ୍ରେ ଉଲ୍ଲେଖ କରାଯାଇଛି ଯେ ନୂତନ କାରଖାନା ସ୍ଥାପନ ସମୟରେ ଯେପରି ନ ହୁଏ ସେଥିପ୍ରତି ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ। 1987 ଡ୍ୟାସ୍ ମସିହା ଡିସେମ୍ବର ମାସ ଡ୍ୟାସ୍ ତାରିଖରେ ଆମ ଦେଶ ପାର୍ଲିଆମେଣ୍ଟ ଜଙ୍ଗଲ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କଲେ। 1980 26 ତାରିଖରେ ଓକେ। ଡ୍ୟାସ୍ ଦଶକର ମଧ୍ୟଭାଗରେ ଆଣ୍ଟାର୍କଟିକା ଅଞ୍ଚଳରେ ବୈଜ୍ଞାନିକମାନେ ବାୟୁମଣ୍ଡଳରେ ଅବସ୍ଥିତ ଷ୍ଟ୍ରାଟୋସ୍ଫିୟରରେ ଓଜୋନ ସ୍ତର ଅପେକ୍ଷାକୃତ ପତଳା ଅନ୍ତରଣ ଅନୁସନ୍ଧାନରୁ ଜାଣିପାରିଲେ। 1980 ଦି ବମ୍ବେ ଷ୍ଟକ୍ ନୁଇସେନ୍ସ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1853 ଦି ନର୍ଥର୍ନ ଇଣ୍ଡିଆ ଜୋନାଲ ଓ ଡେକାନ୍ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1973 ଦି ଇଣ୍ଡିଆନ୍ ପୋର୍ଟସ୍ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1901 ଦି ଇଣ୍ଡିଆନ୍ ଫିଶରିଜ୍ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1897 ଦି ଇଣ୍ଡିଆନ୍ ବଏଲର୍ସ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1923 ଦି ଇଣ୍ଡିଆନ୍ ଫରେଷ୍ଟ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1927 ଦି ଗ୍ୟାଲାରେ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1940 ଯେତିକି ସବୁ ଆଇନ ଯେଉଁ ପଢ଼େଇଲି ତା ଭିତରୁ ଫାଇନାଲ୍ ଗୋଟେ ଦିନ ଆସିବ। ଓକେ, ମନେ ରଖିଥିବେ ସବୁ। ଦି ଓଡ଼ିଶା ରିଭେଲ୍ ପୟସନନ୍ ଓ ପ୍ରିଭେନ୍ସନ୍ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1953 ଜଳ ପ୍ରଦୂଷଣର ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1947 କଳକାରଖାନା ଆଇନର ସଂଶୋଧନ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1947 1972 ମସିହାରେ ମଣିଷର ପରିବେଶକୁ ନେଇ ପଲହୋମ୍ଠାରେ ପ୍ରଥମ ଆନ୍ତର୍ଜାତୀୟ ବିଚାର ବିମର୍ଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପୃଥିବୀର ଗୋଟିଏ ଦେଶ ଭାଗ ନେଇଥିଲେ। 112 ଭୂତତ୍ତ୍ୱ ଏବଂ ଖଣି ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1947 ପରିବେଶ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1986 ଉତ୍ତମ ଭାରତ ନର୍ଦ୍ଦମା ଜଳ ନିଷ୍କାସନ ପାଇଁ କେନାଲ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1953 ଭାରତୀୟ ଜଙ୍ଗଲ ଆଇନ ଡ୍ୟାସ୍ ମସିହାରେ ପ୍ରଣୀତ ହୋଇଛି। 1927 ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଡ୍ୟାସ୍ ମସିହାରେ ପ୍ରଚଳନ କରାଗଲା। 1987
ପରିବେଶ ଜନିତ ପ୍ରଭାତ କଣ ସଂକ୍ରାନ୍ତି ଓ ଆଇନ 82 ପ୍ରଣୀତ ହୋଇଛି 1994। ବାଧ୍ୟତାମୂଳକ ସର୍ବସାଧାରଣ ଶୁଣାଣି ଆଇନ 82 ପ୍ରଣୀତ ହୋଇଥିଲା 1971। ବନ୍ୟଜନ୍ତୁ ସଂରକ୍ଷଣ ଆଇନ 82 ପ୍ରଣୀତ ହୋଇଛି 1972। ଜଙ୍ଗଲ ଆଇନ ଅନୁସାରେ ଘରୋଇ ଜଙ୍ଗଲକୁ ସରକାର ନିଜ ହାତକୁ ନେଇପାରିବେ 1972। ମସିହାରେ ପରିବେଶରେ ସୁରକ୍ଷା ନିମନ୍ତେ ଜଙ୍ଗଲ ସଂରକ୍ଷଣ ଏକାନ୍ତ ଆବଶ୍ୟକ 1952। ଜଙ୍ଗଲ ସଂରକ୍ଷଣ ଆଇନ 82 ପ୍ରବର୍ତ୍ତନ କରାଗଲା 1980। 82 ମହାରାଷ୍ଟ୍ର ସରକାର ବନ୍ଦ ପ୍ରଦୂଷଣ ହୋଇଥିବା ଆଇନ ପ୍ରଚଳନ କରିଥାନ୍ତି 1953। 82 ବନ୍ୟଜୀବନର ସ୍ତରରେ ନିୟମିତ ନିୟମ ପ୍ରଣୀତ ହୋଇଛି 1970। 82 ମାର୍ଚ୍ଚ ମାସରେ ପରିବେଶ ଜଙ୍ଗଲ ନିମନ୍ତେ ଏକ ଆନ୍ଦୋଳନ ନୂତନ ଭାବରେ ଗଢ଼ି ଉଠିଥିଲା 1973। ରାସାୟନିକ ଦୁର୍ଘଟଣା ଆଇନ 82 ପ୍ରଣୀତ ହୋଇଛି 1996। ଏଇଠି ଭିଡ଼ିଓଟି ସରିଯାଇଛି। ଏଇଟା ଏକ ମାର୍କିଆ ସବୁ ଥିଲା। ନେକ୍ସଟ ଭିଡ଼ିଓରେ ମୁଁ ଆଉ ଏକ ମାର୍କିଆ ନେଇକି ଆସିବି। ଓକେ, ଜୟ ଜଗନ୍ନାଥ।